English. Quem କରୁଛି ଓଏ ଅଲଗା ଦେ ବାବୁ ମାଇକ୍ ମାଇକ୍ ଅଲଗା ଦେ ଯା माइक बोल कर दो हम इन लोग बोल रहा पालन करू तो ओलगा माइक देबा पाई कोई राखो तो यार नाम काम कर देखिए पिकू थिला हेले से हमें पिकू को गोटे गां को बोला पड़ा जंगल में बाजी के ने गां नहीं से गां को बोला कि जल्दी को पहुंच जाना मुझे अपने चेष्टा कर टाइम की कम होता तो गां को बोला है से लोक माने बसी की केस खेलु थे लागे हम सुबह में गले जंती तोळे बसी तास खेलु ना तास ना गछ तोळे बसी थे हम केस खेलु थे तो ये एमती बोला से बड़ बड़ लोक माने बसी थिले से गां रो वयोज्येष्ठ लोक माने से माने या डाकिले आगे आतम ଆପଣ କଣ କରୁଛନ୍ତି ନା ମୁଁ ଏମିତି ବିକୁତି ସବୁ ବୁଲି ତ ଯେମିତି ଆମର ପରାଜ ଜପିତା ମ୍ୟାଡମଙ୍କର ବାପା ଯେମିତି ହେଡେ ଗାଁର ସେମିତି ସେ ବି ବସିଥିଲେ ସେଠି ସେ ତାଙ୍କୁ କହିଲେ ଆଉ ଆଜ୍ଞା ମୁଁ ଗୋଟେ ବହୁତ ଦିନ ପୂର୍ବରୁ ମୁଁ ଟାଉନରେ ଥିଲି ସେତେବେଳେ ମୁଁ ସେ ମାଲିକ ତଳେ ତାଙ୍କୁ ସେବା କରୁଥିଲି ସେତେବେଳେ ତାଙ୍କ ପୁଅ ତାଙ୍କେ ପଢାପଢି କରୁଥିଲେ ମୁଁ ଥିଲି କିନ୍ତୁ ମୁଁ ତାପରେ ମୁଁ ଛାଡ଼ିକି ଇଆଡ଼େ ଆସିଲି ଏ ଗାଁ ପ୍ରତିଷ୍ଠା କଲି ଏବେ ମୁଁ ଗୋଟେ ଅଛି ତ ଆମକୁ ଟିଚର ଶିକ୍ଷକ ନାହାନ୍ତି ଆଉ ଆମକୁ ଟିଚର ଗୋଟେ ଦରକାର ଆଉ ତମେ ତ ଦେଶ ସାରା ବୁଲୁଛ ବିକି ତ ଆପଣ କଣ ବ୍ୟବସ୍ଥା କଲେ ହେଇଥାନ୍ତା ତାପରେ ସେ ଫେରିବାଲା କହିଲା ଆଉ ଆଜ୍ଞା ପ୍ରକୃତରେ କହିବାକୁ ଗଲେ ମୁଁ ଆକ୍ଚୁଆଲି ଶିକ୍ଷକ ଥିଲି ହେଲେ କଣ ପଲିଟିକାଲ ସିଚୁଏସନ ରାଜନୀତିର ପ୍ରେସର ଯୋଗୁଁ ମୁଁ ଏବେ ଆଉ ଭିତରେ ନାହିଁ ଏବେ ମୁଁ ବିକାଭୁକି କରୁଛି ତ ହେଲେ ସେମାନେ ଖୁସି ହେଲେ ଅନ୍ୟମାନେ ଆଉ ଆଜ୍ଞା ଆପଣ ଆମ ଗାଁଟି ପଢ଼େଇବେ କି ଦୟାକରି ଆଉ କେତେ ବଢ଼ିଆ ହୁଅନ୍ତା ଆମ ଗାଁରେ ସ୍କୁଲ ବି ନାହିଁ ହଉ ଠିକ ଅଛି ମାନେ ସେ ମନା କଲା ଭଳିଆ ସେ ଆକ୍ଟିଂ କଲା ସେ ଫେରିବାଲାଟା କିନ୍ତୁ ସେ ସେଠାରେ ରାଜି ହେଲା ତାପରେ ତା ପାଇଁ ସମସ୍ତେ ମିଟିଂ କରି ଘର ଗୋଟେ ବନେଇଲେ ସ୍କୁଲ ଘର ବନେଇକି ପୁରା ତାକୁ ଖାଇବା ପିଇବା ସିଲ୍କ ପ୍ୟାଣ୍ଟ ସାର୍ଟ ପିନ୍ଧେଇକି ସକାଳେ କ୍ଷୀର ଦେବେ ଆଉ ଶିକାର କରି ମାଂସ ସବୁ ଦେଉଛନ୍ତି ଏ ରାଜା ପିଲା ଭଳିଆ ସ୍କୁଲ ଘର ବନେଇଲା ପରେ ଫାଷ୍ଟ ଦିନ 15 କି 16 ପିଲା ଆସିବେ ହେଲେ ଫେରିବାଲାଟା କଣ କରିବି ଏତେ ଦିନ ରହିଲି ପଢେଇବାକୁ ପଡିବ ତାପରେ ସେ ପଢେଇବାକୁ ଷ୍ଟାର୍ଟ କଲା ଓ ପିଲାମାନେ ଦେଖ HUS ହାଉସ ହାଉସ ମାନେ କଣ ଘର ଦେଖ ସମସ୍ତେ HUS ସମସ୍ତେ ଲେଖୁଛନ୍ତି ହାଉସ LAIT ଲାଇଟ୍ ଆଉ KLAS କ୍ଲାସ POR ଡୋର ପିଲାମାନେ ସବୁ ଖୁସି ହଉଛନ୍ତି ବଢିଆ ଏଇଟା ପ୍ରୋନାଉନ୍ସିଏସନ ଯେମିତି ହଉଛି स्पेलिंग भी ସେମିତି ହଉଛି ବଢିଆ ସହଜ ସମସ୍ତେ ପୁରା ଘୁଷୁଛନ୍ତି ଆଉ ବଢିଆ ସାର୍ ବଢିଆ ସହଜ ହବ ଆଜି ଏମିତି ଘୁଷ ହାଉସ HUS ହାଉସ LAIT ଲାଇଟ୍ କ୍ଲାସ ଯୋଉ ଏମିତି ପୁରା ଶିଖେଇଛି ଆଉ ତାର ସମସ୍ତେ ଗଲେ ଆଉ ଦିନ ଆସିଲେ ଆଉ ସେମିତି ଶିଖଉଛି BLAK ବ୍ଲାକ୍ ମାନେ କଳା କଟା APL ଆପଲ ବଢିଆ ସାର୍ ମାନେ ସେ ସବୁ ଜିନିଷକୁ ବଢିଆ ଶିଖଉଛି ଆଉ ପାର୍ପଲ PURPLE ପାର୍ପଲ ଆଗରେ କିଏ ଯେ ପିଲାମାନେ ଜାଣିଛ କି ନାହିଁ ପ୍ରକୃତରେ କଣ FPPLE ଆପଲ ନା FPL ଆପଲ FPPLE ଆପଲ ସେ ଫେରିବାଟା ଶିଖଉଛି FPL ଆପଲ
ଭୁଲ ଶିଖେଇ ଦଉଛୁ ହେଲେ କିଏ ବି ଜାଣିନଥାଏ ଗାଁରେ କିଏ ଜାଣିନାହାନ୍ତି କି ନାହିଁ ବିନା ବହିରେ ଯାଇ ପଢାଉଛି ତ ଶେଷରେ ପିଲାମାନେ କୋଶ୍ଚିନ୍ କଲେ ସାର୍ ଆପଣ କେତେବେଳେ କହିଥିଲେ ସ୍ନେକ୍ ବୋଲେ ସାପ ଏବେ ସ୍ନେକ୍ ବୋଲେ ଖାଇବାଟା ବୋଲୁଛନ୍ତି ସେତେବେଳେ କହିଥିଲେ ପିଲାମାନେ ଭୁଲ ଧରିବାକୁ ଲାଗିଲେ ନ ବୋଲେ ନାହିଁ ଏବେ କହୁଛନ୍ତି ନ ବୋଲେ ଜାଣିବା ହଁ ରେ ଦୁଇଟା ସମୟ ହେବ ନ ବୋଲେ ନାହିଁ ନ ବୋଲେ ଜାଣିବା ହେଲା ହଁ ସାର୍ ବଢିଆ ବଢିଆ ଗୋଟେ ଶବ୍ଦ ପାଇଁ ଦୁଇଟା ବଢିଆ ବଢିଆ ଏମିତି ପଢେଇବାକୁ ସେ ପଢେଇଲା ବେଳେ ତାର ବିକୁଥିଲା ଷ୍ଟୋରି ଯାକ ସବୁ କହୁଥିଲା ସେ ତାପରେ କହି କହି ଯେମିତି 5-6 ମାସ ପଳେଇଲା ଆଉ ତା ଭିତରେ ଆଉ କିଛି ନାହିଁ ଆସୁନାହିଁ ଏବଂ ସେ ଫେରିବାର ତାପରେ ବେଶୀ ଲୋଭ କଲେ ଭଲ ନାହିଁ ଆଉ ଧରା ପଡ଼ିଯିବି କ'ଣ କରିବି ବୋଲିକି ପିଲାମାନଙ୍କୁ ପଠେଇଦେଲା ପିଲାମାନେ ଆଜି ଗୋଟେ ଭଲ ଲାଗୁନାହିଁ ଚାଲ ଘରକୁ ଯାଅ କାଲି ପଢିବା କହିଲା ତାପରେ ସେ ସମସ୍ତେ ଗଲେ ତାପରେ ସକାଳେ ରାତି ଅଧରେ ସେ ଜିନିଷ ପତ୍ର ଧରିକି ପଳେଇ ଫେରା ପାଇଁ ପିଲାମାନେ ସକାଳେ ଆସୁଛନ୍ତି ସାର୍ କୁଆଡ଼େ ଗଲେ ସାର୍ ପଢ଼ିବୁ ସାର୍ ସ୍କୁଲରେ ନାହାନ୍ତି ବାଥରୁମରେ ନାହାନ୍ତି ଚାରିଆଡ଼େ ବୁଝେଇଲେ ପାରୁନାହାନ୍ତି ସମସ୍ତେ କାନ୍ଦୁଛନ୍ତି ସାର୍କୁ ସମସ୍ତେ ବସିକି ଭଲ ପାଇଛନ୍ତି ଆଉ ପୁରା ସହଜରେ ପଢ଼େଇ ଦେଇଛନ୍ତି ମା ବାପା ମାନେ ବି ପୁରା ଖୁସି ମାନେ ସାର୍କୁ ଭଲ ପାଇଛନ୍ତି ଆଉ ପିଲାମାନେ କାନ୍ଦି ପକାଉଛନ୍ତି ହେଲା ପିଲାମାନଙ୍କର ଖୁସି ମା ବାପାଙ୍କର ଖୁସି କି ନାହିଁ ପିଲାମାନେ କାନ୍ଦଟା ଦେଖି ମା ବାପା ବି ରହିପାରୁନାହାନ୍ତି ତେଣୁ କ'ଣ କରିବା ନାଇଁ ଏବେ ଗୋଟେ କ'ଣ ଆକା ହେଲା ଆମର ଭିତରେ ଏତେ ବଢ଼ିଆ ଭିତରେ ଏମିତି ମା ମାନେ ଯେ ପାଣି ଫାଣି ଆଣି ଯାଉଥିଲେ ବାପା ମାନେ ଯେ ହଳ କରୁଥିଲେ ସମସ୍ତେ ଖୁସୁଥିଲେ ବଢ଼ିଆ ହେଲା ବଢ଼ିଆ ପଢ଼ାଉଛନ୍ତି ସାର୍ ତାପରେ କ'ଣ କରିବା ସାର୍ କୁଆଡ଼େ ଭାଗିଲେ ନା କିଏ ନେଲା ନା କ'ଣ ଆକା ହେଲା ସାର୍ ପଳେଇଲେ ତାପରେ ସେ ମା ବାପା ମାନେ ସେ ବଡ଼ ବଡ଼ ଲୋକମାନେ ପିଲାଙ୍କର କାନ୍ଦ ନ ସହିପାରିକି ଦୁଇଟା ଭେଣ୍ଡିଆ ପିଲାକୁ ଡାକିଲା ଆଉ ତମେ ଯାଅ ସହରକୁ ଯାଅ ଗୋଟେ ଭଲ ଶିକ୍ଷକକୁ ଧରିକି ଆସ ତାପରେ ସେମାନେ ଗଲେ ସହରରୁ ଧରିକି ଆସୁଛନ୍ତି ଆସିଲା ବେଳେ ସେ ନୂଆ ଶିକ୍ଷକକୁ କହୁଛନ୍ତି ଆଉ ଆମ ସାର୍ ଗୋଟେ ଥିଲେ ସେ ପୁରା ଆସିକି ପୁରା ସେ ଆମ ଗାଁର ପରିବେଶ ପୁରା ପରିବର୍ତ୍ତନ ହେଇଯାଇଥିଲା ସମସ୍ତେ ପୁରା ବଢ଼ିଆ ଖୁସି ହଉଥିଲେ ବଢ଼ିଆ ପଢ଼ଉଛନ୍ତି ବୋଲି ଆଉ ତାଙ୍କ ଘରେ ଘରେ ଭିତରେ ଆଉ ଥିବେ କି ତାପରେ ଯେତେବେଳେ ଫେରୁଛି ଚିନ୍ତା କରୁଛି ସେ ନୂଆ ଶିକ୍ଷକ ଆରେ ଶଳା ଏମିତି ପଢ଼େଇଛି ମୁଁ ତା ଭଳିଆ ପଢ଼େଇ ପାରିବି କି ହଁ ନ ପଢ଼େଇଲେ ହଇରାଣ ହେଇଛି ନା ଏତେ ମୁଁ ତା ଭଳିଆ କେମିତି ପଢ଼େଇନି ଏତେ ତାପରେ ଆସିଲା ତାପରେ ପିଲା ସକାଳ ହେଲାରୁ ସମସ୍ତେ ସ୍କୁଲ କ୍ଲାସକୁ ଆସିଲେ ହେଲେ ଏମାନେ କ'ଣ ପଢ଼ିଛନ୍ତି ପଚାର ନୂଆ ଶିକ୍ଷକ ପଚାରୁଛି ଆଉ ପିଲାମାନେ କ'ଣ ଜାଣିଛ ପଚାର ସମସ୍ତେ ହାତ ଟେକୁଛନ୍ତି କିଏ ବି ନ ଜାଣିବା ପିଲା ଗୋଟେ ବି ନାହିଁ ସମସ୍ତେ ହାତ ଟେକୁଛନ୍ତି ଆରେ ଅଦ୍ଭୁତ ଶିକ୍ଷକ ସମସ୍ତେ ଜାଣୁଛନ୍ତି କେମିତି ପଢ଼େଇଛି ହଉ ବାବୁ କହ ଏପ୍ରିଲ ଆପଲ SKUL ସ୍କୁଲ ପିଲାମାନେ କହୁଛନ୍ତି ସମସ୍ତେ PLAK ବ୍ଲାକ୍ LAIT ଲାଇଟ୍ ନୂଆ ଶିକ୍ଷକ ପୁରା ଥାମିଆ ହେଲା କ'ଣ ହେଲା ସେ ମନେ ମନେ ଭାବିଲା ଏଇଟା ଭୁଲ ଶିକ୍ଷକଟା ଆଜି ପଢ଼େଇ ଦେଇଛନ୍ତି ହେଲେ ମୁଁ ଏମାନଙ୍କୁ କହିବି ସେ ପୁରୁଣା ଶିକ୍ଷକ ଭୁଲ ଥିଲା ବୋଲେ ମତେ ରକ୍ଷା କରିବେ ନା କାରଣ ସେମାନେ ତାକୁ ଏତେ ଭଲ ପାଇଛନ୍ତି ପୁରା ସମସ୍ତେ ଭଲ ପାଇଛନ୍ତି ଇଏ ଯଦି ଭୁଲ ଥିଲା ମୁଁ ଠିକ ଅଛି ବୋଲି କହିଲେ ପ୍ରୋବ୍ଲେମ ହେବ ବୋଲି କହିଲା ହଉ ପିଲାମାନେ ତମକୁ ଯୋଉ ଶିକ୍ଷକ ପଢ଼େଇଥିଲେ ସେ ପୁରା ଆମେଜିଂ ଆଶ୍ଚର୍ଯ୍ୟ ଶିକ୍ଷକ ଗୋଟେ ସେ ପଢ଼ଉଥିଲେ ସେ ସ୍ୱର୍ଗରୁ ଆସି ତମକୁ ପଢ଼ଉଥିଲେ ତ ମୁଁ ତାଙ୍କ ଭଳିଆ ପଢ଼େଇ ପାରିବି ନାହିଁ ମୁଁ ବି ତମକୁ ପଢ଼େଇବି ମୋଠୁ ମଧ୍ୟ ଶିଖ ହଉ ସାର୍ ଠିକ ଅଛି ତ ଦେଖ ହେଲା ପଢ଼ APPLE ଆପଲ ନାଇଁ ସାର୍ ଏଇଟା ଭୁଲ ଏପ୍ରିଲ ଆପଲ ସିନା ଆପଣ ଆମ ସାର୍ APL ପଢ଼େଇଛନ୍ତି ଆପଣ କ'ଣ APPLE ଆପଲ ପଢ଼ଉଛନ୍ତି ଆରେ ମୁଁ ତ ସେ ଶିକ୍ଷକ ପରି ନାହିଁ ନା ମୁଁ ଗୋଟେ ଅଲଗା ଶିକ୍ଷକ ମୋଠୁ ମଧ୍ୟ ଶିଖ ମୁଁ ବି ପଢ଼େଇବି ହେଲା ହଉ ସାର୍ କେତେଟା ପିଲା ମାନିଲେ ନିଜ ପିଲା ହଉ ସାର୍ ପଢ଼ନ୍ତୁ APPLE ଆପଲ SCHOOL ସ୍କୁଲ ଆଉ ଗୋଟେ ପିଲା ହାତ ଦେଖା ନାଇଁ ସାର୍ ଏଇଟା ଭୁଲ କ'ଣ ଆଉ ଭୁଲ ପଢ଼ଉଛନ୍ତି ଆମ ସାର୍ ତ SKUL ସ୍କୁଲ ପଢ଼େଇଛନ୍ତି ଏଇଟା କ'ଣ ତାପରେ LAIT ଲାଇଟ୍ LIGHT ଲାଇଟ୍ କି ନାହିଁ ପ୍ରକୃତରେ ସେ ସତ ଶିକ୍ଷକ ଆସିକି ସେମିତି ପଢ଼ଉଛି କିନ୍ତୁ ସେ ପିଲା ନାଇଁ ସାର୍ ଆପଣ ତ ଭୁଲ ପଢ଼ଉଛନ୍ତି ଏମିତି ହେଇକି କେତେଟା ପିଲା ମାନିଲେ ହେଲା ଆଉ କେତେଟା ପିଲା ମାନୁନାହାନ୍ତି ଏମିତି ହେଇକି କ୍ଲାସରେ ଆଉ ଭଲ ଚାଲିଲା ନା ତାପରେ କ'ଣ କରିବ ଆଉ ଭୁଲ ଶିକ୍ଷକ ଗୋଟେ ଆସି ପଢ଼େଇ ଦେଇଛନ୍ତି ହେଲେ ଏଠି ସେମାନଙ୍କୁ କିଏ ଠିକ କିଏ ଭୁଲ କହିବା ଲୋକ ବି କିଏ ନା ସେ ଗାଁରେ ବିନା ବହିରେ ପଢ଼େଇ ଦେଇଛି ଫାଷ୍ଟ ଶିକ୍ଷକ ବହି ବାହାରେ ପଢ଼େଇ ଦେଇଛି ପିଲାମାନେ ବି ସେଟା ବିଶ୍ୱାସ କରିଦେଇଛନ୍ତି ସେଠି କିଏ ଭୁଲ କିଏ ବି କହିବା ଲୋକ ନାହିଁ ତେଣୁ କ'ଣ କରିବି ବୋଲି ଯେତେ ପଢ଼େଇଲେ ବି ପିଲାମାନେ ଆଉ ଶୁଣୁନାହାନ୍ତି ଆଉ
ଯେତେ କହିଲେ ବି ଯେ ପୁରୁଣା ଶିକ୍ଷକ ଯେମିତି ପଢ଼େଇଥିଲେ ସେମିତି ପଢ଼ୁଛନ୍ତି। ଶେଷରେ ଇଏ କହିଲା ଆଉ ସେ ବଡ଼ ବଡ଼ ଲୋକମାନଙ୍କୁ ଭେଟିଗଲା ସେ ଗାଁର ବଡ଼ ବଡ଼ ଆଉ ଆଜ୍ଞା ଆଉ ତମ ପିଲାମାନେ ଯୋଉ ଶିକ୍ଷକ ପୂର୍ବରୁ ପଢ଼ଉଥିଲେ ସେ ଅଦ୍ଭୁତ ଶିକ୍ଷକ ତାଙ୍କୁ କହିଲା ମୁଁ ପଢ଼େଇ ପାରିବିନି ସେ ମହାନ ଶିକ୍ଷକ ତ ମୁଁ ଆଉ ପିଲାମାନେ ବି ମୁଁ ପଢ଼େଇ ପାରୁନି ସେମାନେ ଶୁଣୁନାହାନ୍ତି ତେଣୁ ମୋତେ ଯିବାକୁ ହେବ। ତାପରେ ଶେଷରେ ସେମାନେ ହଁ କହିଲେ। ତ ଏଇଟା ଫେରିବାଲା ହଉଛି ସେ ସତ ଶିକ୍ଷକ ନା ପ୍ରକୃତରେ ସେ କାହିଁକି ଯେ ମାଷ୍ଟର ହେବାକୁ ଚାହିଁଲା ଏ ଲୋକମାନଙ୍କର ଫାଇଦା ଉଠେଇବାକୁ ଚେଷ୍ଟା କଲା। ଜାଣିଲା ଗାଁର ସବୁ ମୂର୍ଖ ଲୋକମାନେ କିଏ ଜାଣିନାହାନ୍ତି ମୁଁ କାହିଁକି ଖରାରେ ବୁଲି ବୁଲି ଏତେ ଗାଁ ଗାଁ ବୁଲି ବିକିବି ମୁଁ କାହିଁକି ଆରାମରେ ଏଠି ରଜା ପିଲା ଭଳିଆ ବସିକି ପଢ଼େଇବି ନା ଆରାମରେ ସେମାନେ ଶିକାର କରି ମାଂସ ଆଣିଦେବେ କ୍ଷୀର ଆଣିଦେବେ ନାଇଁ ସବୁ ଆଣିଦେବେ ତାର ଖାଇବାଟା ଖର୍ଚ୍ଚ ବହି ସବୁ କିନ୍ତୁ ସେମିତି ଭାବିକି ଏ ଲୋକମାନଙ୍କର ଫାଇଦା ନେଇଛି ନାଇଁ ସେମିତି ଏକା କାହାଣୀ କହିବାର କାରଣ ଅଛି ହେଲା। କାରଣ ହେଲା ଲୋକମାନେ ସବୁ ଲୋକ ସତ ନାହିଁ ଦୁନିଆରେ ଲୋକମାନେ ଫାଇଦା ନେଉଛନ୍ତି ଲୋକମାନେ କିଏ କାହିଁକି ଫାଇଦା ନେଲା ସେମାନେ ଜାଣିନଥିଲେ ଆଉ ସେମାନେ ବି ଜାଣୁନାହାନ୍ତି କିଏ ସତ କିଏ ମିଛ। ତେଣୁ କେତେ ଲୋକ ପାଠକୁ ନେଇକି ନିଜ ଅନ୍ୟ ଭୁଲ କାମରେ ୟୁଜ କରୁଛନ୍ତି ସେଇଟା ସମ୍ପୂର୍ଣ୍ଣ ଭୁଲ। ତେଣୁ ଯେତେ କଷ୍ଟ ହେଲେ ବି ଆମେ ସତ ଶିକ୍ଷକଠୁ ଶିଖିବା ଦରକାର। ଆମର ଏ ସବୁ ଲୋୟଲା ସ୍କୁଲ ଟିଚର ମାନେ ସବୁ ସତ ଶିକ୍ଷକ ଆଉ ମୋର ଭଣଜା ସତ କହିବାକୁ କହିଲେ ମୋ ଭଣଜା ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢୁଛି ତାକୁ ମୁଁ ହିନ୍ଦୀ ପଢେଇବା ପାଇଁ କହିଲି ଯେ ହିନ୍ଦୀ ପଢୁଛି ମୁଁ ବୁଝିପାରୁନି ଚାଇନିଜ ପଢୁଛି ନା ହିନ୍ଦୀ ପଢୁଛି ଡର ମାରୁଛି ଯେ ପଢୁଛି କଣ ମନ ଇଚ୍ଛା କରୁଛି। ମୁଁ ଦେଖିଲେ ଏଟା ଆମେ ସବୁ ଅନୁଗ୍ରହ ପାଇଛୁ ଦୟା ପାଇଛୁ ଏ ସ୍କୁଲରେ ପାଇଛୁ ଆମେ ଏତେ ଭଲ ସ୍କୁଲ। ମୁଁ ମଧ୍ୟ ଏ ସ୍କୁଲକୁ କେବେ ଆସିକି ଭାବିନଥିଲି କିନ୍ତୁ ସେଠି ଅଛି ଲାଭ୍ ଇଜ୍ ଦ ପରଫେକ୍ଟ ପ୍ରିଜନ୍ ଇନଏସ୍କେପେବଲ୍ ହେଲା ସେଠି ଗୋଟେ ଭିଲେନ ଗୋଟେ ଡାଇଲଗ କହିଛି ତମେ କଣ you can build a prison of stone and steel you merely added the prisoner with a challenge ମାନେ ତାର ଅର୍ଥ ତମେ ଜେଲ ବନଉଛ କି ନା ଲୁହା ଆଉ ପଥରରେ ବନଉଛ ତମେ ତାକୁ କହିଦିକୁ ରଖିପାରିବ କିନ୍ତୁ କିଏ ଗୋଟେ ଦିମାଗ ମୁଣ୍ଡରେ ଲଗେଇକି ବାହାରି ପାରିବ କିନ୍ତୁ ଘରେ ତମେ ଭଲ ପାଇବ ଭଲ ପାଇବାରୁ ବାହାରି ପାରିବ। ମୁଁ ସେମିତି ସ୍କୁଲକୁ ଭଲ ପାଇଛି ତେଣୁ ଏଠୁ ପଳେଇବା ଟାଇମରେ ପଳେଇ ପାରୁନି ତେଣୁ ସେ କହିଛନ୍ତି ଲାଭ୍ ଇଜ୍ ଦ ପରଫେକ୍ଟ ପ୍ରିଜନ୍ ଇନଏସ୍କେପେବଲ୍ ଜେଲରେ ଥିଲା ଭଳିଆ ତମେ ଆଉ ବାହାରି ପାର। ତେଣୁ ତମେ ବି ସୁଯୋଗ ପାଇଛ ମୁଁ ମଧ୍ୟ ସୁଯୋଗ ପାଇଲି ମୋ ଜୀବନରେ ସତ ସ୍କୁଲ ଗୋଟେ ପାଇଲି ସତ ଜାଣିଲି ହଁ କି ନାହିଁ। ତେଣୁ ସମସ୍ତେ ଖୁସି ହୁଅ ଧନ୍ୟବାଦ ଦିଅ ଯାହା ଈଶ୍ୱର ଆମକୁ ଏତେ ଭଲ ସ୍କୁଲ ଦେଇଛ ଆଉ ସବୁବେଳେ ଟ୍ରାଇ ଏଭ୍ରିଥିଙ୍ଗ ଓକେ ଯାହା ବି ଆଇଲେ କାରଣ ଗୋଟେ ସବଜେକ୍ଟ ପଢ଼ାଉନି ସବୁ ସବଜେକ୍ଟ ମୁଁ କ୍ଲାସ୍ 7 ପରେ ଯାଇଥିଲି ସମସ୍ତେ ଆମକୁ ବିଜ୍ଞାନ ଭଲ ଲାଗୁଛି ବିଜ୍ଞାନ ଭଲ ଲାଗୁଛି ଆଉ ବିଜ୍ଞାନ ଭଲ ଲାଗିବ କିନ୍ତୁ ତାପରେ ତମେ ଖାଲି ଭାତ ଖାଇବ ଭାତ ସହିତ ଚିକେନ ସବୁ ଭିଟାମିନ ଦରକାର ନା ତେଣୁ ସବୁ ଟ୍ରାଇ ଏଭ୍ରିଥିଙ୍ଗ ସେଠି ଗୀତ ଗୋଟେ ଅଛି ଟ୍ରାଇ ଏଭ୍ରିଥିଙ୍ଗ ନେଭର ଗିଭ୍ ଅପ୍ ଟ୍ରାଇ ଏଭ୍ରିଥିଙ୍ଗ ତ ସମସ୍ତେ ସବୁ କେବେ ବି ଗୋଟେ ଜିନିଷ କରିବ ନାହିଁ ଓକେ ସବୁ କିଛି କାମ କରିବାକୁ ଚେଷ୍ଟା କରିବ ସବୁ ସବଜେକ୍ଟ ପଢ଼ିବାକୁ ଚେଷ୍ଟା କରିବ ଆଉ ସବୁବେଳେ ଧନ୍ୟବାଦ ଦେବ ଏତେ ଭଲ ସ୍କୁଲ ପାଇଛ ଓକେ ଥ୍ୟାଙ୍କ ୟୁ ଭେରି ମଚ୍।